ସାଇକୋଲୋଜି କହିଥାଏ ଯଦି ଆପଣ କୌଣସି ମହିଳାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କୁ ଗେହିବାକୁ ଚାହୁଁଛନ୍ତି ତେବେ ତାଙ୍କର ଏହି ତିନି ଜିନିଷକୁ ତିନିଥର ଚିପି ଦିଅନ୍ତୁ। ସେ ସମ୍ଭବ କରିବା ପାଇଁ ଆପଣଙ୍କୁ ଗୋଡ଼ ଧରିବେ। ତାହା ହେଉଛି ପ୍ରଥମତଃ ତାଙ୍କ ସହିତ ରୋମାଣ୍ଟିକ୍ କଥା ହେଲା ବେଳେ ମଜାରେ ମଜାରେ ତାଙ୍କର ଗାଲ, ଓଠ ଓ ନାଭିକୁ ମଝିରେ ମଝିରେ ଚିପି ଦିଅନ୍ତୁ। ଯଦି ସେ ଆପଣଙ୍କୁ ସେତିକି ପସନ୍ଦ କରୁଥିବେ ତେବେ ଆପଣଙ୍କ ଇସାରାକୁ ବୁଝିବା ସହିତ ଆପଣଙ୍କୁ ଏକୁଟିଆ ସମୟରେ ଘରକୁ ଡାକିବେ। ସାଇକୋଲୋଜି କହିଥାଏ ମହିଳା ଏମିତି ପୁରୁଷ ଆଡ଼କୁ ସବୁଠାରୁ ଅଧିକ ଆକର୍ଷିତ ହୋଇଥାନ୍ତି ଯେଉଁ ପୁରୁଷ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ପ୍ରୟାସ କରିଥାନ୍ତି। ଗୋଟିଏ ମହିଳାକୁ କେଉଁ ପୋଜିସନରେ ଗେହିବା ଦ୍ୱାରା ତାଙ୍କୁ ଅଧିକ ଶାନ୍ତି ମିଳିଥାଏ? ଏହାର ଉତ୍ତର ହେଉଛି ଘୋଡ଼େଇ ବନେଇ ଗେହିବା ଦ୍ୱାରା ଅଧିକ ଶାନ୍ତି ମିଳିଥାଏ। କେଉଁ ରାଶିର ମହିଳାମାନେ ଅଧିକ ଚଙ୍ଗଚଙ୍ଗିଆ ହୋଇଥାନ୍ତି? ଏହାର ଉତ୍ତର ହେଉଛି କନ୍ୟା ରାଶିର ମହିଳାମାନେ। କେଉଁଭଳି ଝିଅମାନେ ଘିଆ ଖାଉଥିବା ସମୟରେ କେବେ ବି ଥକନ୍ତି ନାହିଁ? ଏହାର ଉତ୍ତର ହେଉଛି ସାଧାରଣତଃ ପତଳି ଝିଅମାନେ। ସାଇକୋଲୋଜି କହିଥାଏ କୌଣସି ମହିଳାଙ୍କ ସହିତ ଘଣ୍ଟା ଘଣ୍ଟା କରିବାକୁ ଚାହୁଁଥିଲେ ତେବେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ 2ଟି ରସୁଣର ଫଡ଼ାକୁ ମହୁ ଲଗାଇ ଖାଆନ୍ତୁ। ଏମିତି 2 ମାସ ପର୍ଯ୍ୟନ୍ତ ଖାଆନ୍ତୁ। ଆପଣଙ୍କୁ କରିବାର ସମୟ ଧୀରେ ଧୀରେ ବଢ଼ିବା ସହିତ ଗୁପ୍ତାଙ୍ଗ ଘଣ୍ଟା ଘଣ୍ଟା ସିଧା ଓ ଟାଇଟ୍ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ଯଦି କୌଣସି ଏକ ଝିଅ ଆପଣଙ୍କୁ ସତରେ ଭଲ ପାଉଥିବ ତେବେ ସେ ଆପଣଙ୍କ କଣ୍ଠସ୍ୱର ଶୁଣି ଖୁସି ହୋଇଯିବ ଓ ଆପଣ ତାଙ୍କ ସାମ୍ନାକୁ ଆସୁଥିବାର ଦେଖି ସେ ଅସ୍ତବ୍ୟସ୍ତ ହୋଇ ପଡ଼ିବ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ବିବାହ ପୂର୍ବରୁ ଯେତେ ଅଧିକ ଶାରୀରିକ ସମ୍ପର୍କ ବନାଇଥାଏ ତେବେ ସେ ବିବାହ ପରେ ସେତେ ଅଧିକ ଦୁଃଖୀ ମଧ୍ୟ ରହିଥାଏ।